একই সকাশে অনেকর ডাক মুত নপারিবি এড়ি, একই সকাশে অনেকর ডাক মুত নপারিবি এড়ি, ছন্দ না এবে পাদরে মোহর অন্ধ মমতা বেড়ি, দিও ছাড়ি দিও মতে চালি যায় আজি চালি যায় মুহি বিশ্ব জীবন পথে। কবিতা বিশ্ব জীবন পথে কবি রাধামোহন গড়নায়ক ওড়িশার গাথা কবি ছান্দসিক কবি যাহাঙ্কর শব্দ চয়ন অত্যন্ত মনোজ্ঞ এবং থরে যাহাକୁ ପାଠକ ପାଠ କଲେ ମନେ ରହିଯାଏ। ଏଇଭଳି ଭାବରେ ଜଣେ ଯଶସ୍ୱୀ କବି ଭାବରେ କବି ରାଧାମୋହନ ଗଡ଼ନାୟକଙ୍କର ଉତ୍କଳିକା କବିତା ସଂକଳନର ପ୍ରଥମ ପଦ୍ୟ ଭାବରେ ନିଆଯାଇଛି ଏହି ବିଶ୍ୱ ଜୀବନ ପଥେ କବିତାକୁ। ଏବଂ କବିତାର ପ୍ରଥମରେ ଯେଉଁ କୁହାଯାଉଛି ଏକ ଶଙ୍କାକୁଳ ପରିବେଶ, ଏକ ଶୋକାକୁଳ ପରିବେଶ ଏବଂ ଭୟାର୍ଥ ଚିତ୍କାରର ପରିବେଶ, ଯେଉଁଠି କୁହାଯାଉଛି ପୁରୀ ଅଞ୍ଚଳରେ ପୁରୀ ଜିଲ୍ଲାରେ ସାମଗ୍ରିକ ଭାବରେ ବନ୍ୟାର ଭୟାବହତା ତାଣ୍ଡବ ଏବଂ ଗୋପ ନିମାପଡ଼ା ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଶିଶୁ କିଭଳି ଭାବରେ ଆର୍ତ ଚିତ୍କାର କରୁଛନ୍ତି ଏବଂ ଯେଉଁ କୁହାଯାଏ କୁଶଭଦ୍ରା ନଦୀର ଘାଇ ଭାଙ୍ଗି ସାମଗ୍ରିକ ଅଞ୍ଚଳକୁ ଜଳମଗ୍ନ କରିଛି, ହଜାର ହଜାର ଶିଶୁ ନିଖୋଜ ଅଛନ୍ତି ଏବଂ କିଏ କେଉଁଭଳି ଭାବରେ କେଉଁ ଜାଗାରେ ବଞ୍ଚିଛନ୍ତି ତାର ପତ୍ତା ନାହିଁ। ଅଥଚ ଗୋପବନ୍ଧୁଙ୍କର ପତ୍ନୀ ଏପଟେ ଗୋପବନ୍ଧୁଙ୍କୁ ବାରଣ କରୁଛନ୍ତି ବନ୍ୟା ଅଞ୍ଚଳକୁ ନ ଯିବା ପାଇଁ, ଚୂଡ଼ା ଚାଉଳ ନେଇ ବାଣ୍ଟିବା ପାଇଁ, କାରଣ ଘରେ ଏକମାତ୍ର ବାଧକା ଶିଶୁ ଅଛି, ହୁଏତ ତାର ମୃତ୍ୟୁ ହୋଇଯାଇପାରେ ଯଦି ତୁମେ ବନ୍ୟା ଅଞ୍ଚଳକୁ ଯାଅ। କିନ୍ତୁ ଗୋପବନ୍ଧୁ ତାଙ୍କୁ ବାରଣ କରିଛନ୍ତି, ମୋତେ ଯିବାକୁ ହେବ, ଏକଇ ସକାଶେ ଅନେକର ଡାକ ମୁତ ନପାରିବି ଏଡ଼ି, ଛନ୍ଦ ନା ଏବେ ପାଦରେ ମୋହର ଅନ୍ଧ ମମତା ବେଡ଼ି। ସାର୍ଥକ କରିଛି ଏ କବିତାକୁ। ତେବେ ଆସନ୍ତୁ ଏହାକୁ ଆରମ୍ଭରୁ ଆଲୋଚନା କରିବା। କୁହାଯାଇଛି, ଘନ ଅମ୍ବୁଦେ ଭରି ଉଠିଅଛି ପୁରୀର ଆକାଶ ପଥ, ଟିପି 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 ବିନ୍ଦୁ ବରଷା ଲାଗିଅଛି ଅବିରତ, ସିନ୍ଧୁର ବୁକେ ବିପ୍ଳବ ତୋଳି ଜାଗି ଉଠୁଅଛି ଝଡ଼, ଝାଉଁ ବନ ବିଥି ମାଦକତା ପିଇ ଗର୍ଜୁଛି ମରମର। ବାସ୍ତବିକ ଏକ ବନ୍ୟାର ତାଣ୍ଡବ ଲୀଳା, ଦିନସାରା ବର୍ଷା ଲାଗି ରହିଛି, ବର୍ଷାର ଭୟାବହତା ଏବଂ ଯେଉଁ କୁହାଯାଉଛି ସମୁଦ୍ର ଅଶାନ୍ତ ଗର୍ଜନ କରୁଛି, ଆଉ ଝାଉଁ ବଣରେ ସୁ ସୁ ପବନର ଗର୍ଜନ ସାମଗ୍ରିକ ଭାବରେ ଏ ଅଞ୍ଚଳକୁ ଗ୍ରାସ କରିଛି। ସେହି କଥା କୁହାଯାଇଛି ପ୍ରଥମରୁ କରୁଣ ଏବଂ ରସସିକ୍ତ ଭାବନାରେ ଭରପୁର ଏ କବିତା। ଏବେ ଆସନ୍ତୁ ଏହାର ଦ୍ୱିତୀୟ ପଦକୁ ଆଲୋଚନା କରିବା। କୁହାଯାଇଛି, ପୁରୀର ଗୋଟିଏ କ୍ଷୁଦ୍ର ନିବାସେ କେତେକ ବନ୍ଧୁ ପାଶେ, ଚିନ୍ତିତ ଗୋପ ବନ୍ଧୁ ସେଦିନ କହିଲେ ସଜଳ ଭାଷେ, ଦେଖୁଅଛ ତୁମେ ଚିକିତ୍ସା ନୀତି ଲାଗିଅଛି ନାନା ମତେ, ଭଲ ତ ହେବାର ଲକ୍ଷଣ କିଛି ଦେଖାଯାଉ ନାହିଁ ମୋତେ, ଆଶା ରହୁନାହିଁ ଆଉ, ଆଶା ରହୁନାହିଁ ଆଉ, ଅଜ୍ଞାତେ ମୋର ଅନ୍ତରେ କିବା ଲାଗୁଅଛି ଚାହୁଁ ଚାହୁଁ। ଅଥଚ ପୁରୀର ଗୋଟିଏ କ୍ଷୁଦ୍ର ନିବାସ ଯେଉଁ କୁହାଯାଉଛି, ଛୋଟ ଘର ଭିତରେ ଗୋପବନ୍ଧୁ ତାଙ୍କର ବନ୍ଧୁମାନଙ୍କ ସହିତ କଥା ହେଉଛନ୍ତି। ତାଙ୍କ ପୁତ୍ର କିଭଳି ଭାବରେ ଜ୍ୱରରେ ଆକ୍ରାନ୍ତ ହୋଇଛି, ରୋଗରେ ଆକ୍ରାନ୍ତ ହୋଇଛି, ଅନେକ ଚିକିତ୍ସା କରୁଛନ୍ତି, ଡାକ୍ତର ଆସୁଛନ୍ତି, କିନ୍ତୁ ଭଲ ହେବାର ନାଁ ଧରୁନାହିଁ। ଯେଉଁ କୁହାଯାଉଛି, ଗୋପବନ୍ଧୁ କହିଛନ୍ତି, ମୋତେ କାହିଁ ଆଶା ଦେଖାଯାଉ ନାହିଁ ପୁଅ ଆଉ ଭଲ ହେବ ବୋଲି। ଏହି ପଦରେ ଯଥାକ୍ରମେ ଏଇଆ ହିଁ କୁହାଯାଇଛି। ଏବେ ଆସନ୍ତୁ ଏହି କବିତା ବିଶ୍ୱ ଜୀବନ ପଥର ତୃତୀୟ ପଦକୁ ଆଲୋଚନା କରିବା। କୁହାଯାଇଛି, ତୁମେ କି କରିବ ଜଗତେ ମଣିଷ ଚେଷ୍ଟା କରଇ ସିନା, ଫଳରେ ତାହାର ଅଧିକାର ନାହିଁ ଦୈବର ଶକ୍ତି ବିନା, ଇଙ୍ଗିତେ ଯାର ବିଶ୍ୱଭୁବନ ହେଉଅଛି ଆତଜାତ, ନିଶ୍ଚୟ ତୁମ ମନର ବେଦନା ବୁଝିବେ ଜଗନ୍ନାଥ। ତୁମ ଭଳି ଲୋକ ଯେବେ ସବୁ ଜାଣୁ ଜାଣୁ ଏପରି ହୋଇବ, ଆମେ କି କରିବୁ ତେବେ। ନିଶ୍ଚିତ ଭାବରେ ଏକଥା ବି କହୁଛନ୍ତି ବନ୍ଧୁମାନେ, ତୁମେ ବା କ'ଣ କରିପାରିବ, ସବୁ ଭଗବାନଙ୍କ ଇଚ୍ଛା, ଆମେ ସବୁ ଦୈବର ଅଧୀନ, ଯାହାଙ୍କର ଇଙ୍ଗିତରେ ବିଶ୍ୱଭୁବନ ପରିଚାଳିତ ହେଉଅଛି। ତେଣୁ ତମ ଭଳି ଲୋକ ଯଦି ଏଭଳି ଅସ୍ତବ୍ୟସ୍ତ ହେବ, କିଏ ତୁମକୁ ବୁଝେଇ ପାରିବ, ସବୁ ଜଗନ୍ନାଥ ବୁଝିବେ। ତେଣୁ ତମେ ହିଁ ସ୍ଥିର ହୁଅ, ଏହା କହୁଛନ୍ତି ବନ୍ଧୁମାନେ ତୃତୀୟ ପଦରେ। ଏବଂ ଚତୁର୍ଥ ପଦରେ ଆଲୋଚନା କଲେ ଏହା କୁହାଯାଇପାରିବ, ନିର୍ମମ ଏକ ସମ୍ବାଦ ସେବେ ମିଳିଲା ଅକସ୍ମାତ, କୁଶଭଦ୍ରାର ବକ୍ଷେ ଜାଗିଛି ବନ୍ୟାର ବିତ୍ପାତ, ପ୍ରଳୟର ସ୍ରୋତେ ଭାସି ଯାଇଅଛି ଶତ ଶତ ଘର ଦ୍ୱାର, ପ୍ରଳୟର ସ୍ରୋତେ ଡୁବି ଯାଇଅଛି ଶତ ଶତ ପରିବାର, ଗୋପ ଅଞ୍ଚଳ ଧରି ଉଠୁଛି କାତାର ହାହାକାରର ଗଗନ ମଥିତ କରି। ବାସ୍ତବିକ ଚମତ୍କାର ଏକ ହୃଦୟ ବିଦାରକ ଯେଉଁ କରୁଣ ଦୃଶ୍ୟର ଅବତାରଣା କରାଯାଇଛି। ଏକ ଘଟଣା ଯେଉଁ କୁହାଯାଉଛି, ଏକ ସମ୍ବାଦ ମିଳିଲା ଗୋପବନ୍ଧୁଙ୍କୁ ପୁରୀ ଅଞ୍ଚଳରେ, ଗୋପ ଅଞ୍ଚଳରେ, ନିମାପଡ଼ା ଅଞ୍ଚଳରେ କିଭଳି ଭାବରେ କୁଶଭଦ୍ରା ନଦୀର ଘାଇ ଭାଙ୍ଗିଛି ଏବଂ ବନ୍ୟା ବିତ୍ପାତ ହୋଇସାରିଛି। ଏହି କଥା ଶୁଣି ଗୋପବନ୍ଧୁ ଅତ୍ୟନ୍ତ ଅସ୍ଥିର ହୋଇପଡ଼ିଲେ, ଏହା ଏହି ପଦରେ କୁହାଯାଇଛି। ଆସନ୍ତୁ ଏହାର ପରବର୍ତ୍ତୀ ପଦକୁ ଆଲୋଚନା କରିବା। ଉତ୍କଳ ପରେ ନିୟତିର ଏତ ନିଷ୍ଠୁର ପରିହାସ, ବିକ୍ଷୋଭେ ଜଣେ ଜଣାଇଲେ ତହୁଁ ହୃଦୟର ଉଚ୍ଛ୍ୱାସ, ପ୍ରଳୟଙ୍କର ବନ୍ୟା ମଡ଼କ ଦୁର୍ଭିକ୍ଷର ଏ ଦାଉ, ବରଷ ବରଷ ଗ୍ରାସି ଦେଉଅଛି ଚନ୍ଦ୍ରମାର କି ରାହୁ, ଶକ୍ତି ଯାଉଛି ତୁଟି
अन्य देशर संगे ए आज केन्हे पारिब उठी। वास्तविक बड़ा चिंतित समस्ते जो प्रिय परिजन एवं गोपबंधु उत्कल उपर जो नियतिर क्रूर परिहास बन्या एवं मरुड़ी उत्कलर चिर सहचर बोली कहुई। तेणु प्रलयंकर बन्या और मड़क ए राज्य को ग्रास करुच्ची अन्य राज्य सहित समतुल होई ए राज्य आगक केमिति बा बढ़ी पारिबो समस्त को चिंताग्रस्त अच्छा समस्ते कहुई पदरे एवं परवर्ती पदरे मध्य कहगला। अपरे कहिले ज्ञान धन मान कला संस्कृति बले दर्प भरे ये उठिथिला दिने वसुंधरार तले दृप्त पताका उड़ाइथिला ए मुक्त गगन बुके जैत्र गीतिका उठाइथिला ए दिग्विदिगर मुखे अभिशप्त वे देश अभिशप्त ए देश धरा तलु दिने यही परिसीना होइजिब निशेष। आउ जने कही उठिले ज्ञान धन आउ मानरे जो कहा जाउची कला संस्कृति बल ए उत्कल दिने उठिथिला अतीतरे ए उत्कल दिने समग्र विश्व रे ना करिथिला अथच मुक्त गगन तले जो कहा जाउची आज खोला आकाश रे अनेक बर्बर कांड जो कहा जाउची अथच आज खोला आकाश तले शोइछन्ति अनेक व्यक्ति बुभुक्ष अवस्था रे जो मानकर गृह नाही जो मानकर चुली चाल नाही से माने केमती बंचिबे बन्या रे एई भली भाव रे से माने समस्त निश्चित भाव रे अत्यंत चिंतित थिले। शुणुथिले गोपबंधु मौने बाहरे सते कि जड़ आज दिन रे झड़ ठारू बली अंतरे धरी झड़ संभ्रम भरे नयनरु ढाली अश्रुर धारा दुई कंप्र कंठे भासिले वचन बाहरिली एबे मुई तुमे एबे मोर साहा लागिला तुमको रोगीटीर भर मु धरुछि मोर राहा। वास्तविक बड़ करुण आ हृदय विदारक ए कहानी कहा जाइछि। गोपबंधु शुणुथिले बंधु मानक ठारू पुरीर दृश्य एवं गोप अंचल दृश्य कुशभद्रा नदीर घाई भांगी बन्या हबार दृश्य ये सब कथा आलोचना होता जो कहुच्छी। गोपबंधु शुणुथिले बाहरे जेमिति झड़ तांको हृदय मध्य ततोधिक झड़ सृष्टि होता गोपबंधुंकर। तेणु से कहले संभ्रम अत्यंत धीर स्थिर चित्तर से बंधु मान कहले मुझे चलिली से गोप अंचल को जो अनाथ शिशु मैंने हार्न हार्न चित्कार करुथिबे लुगा सुखिला लुगा पाई चित्कार करुथिबे औषध पाई चित्कार करुथिबे चूड़ा चाउल पाई चित्कार करुथिबे मुझे से अंचल को चलिली तुमे यही शिशुटी को संभाल यही रोगीटी को संभाल कारण मुझे मोर राह धरुछि मते जीवाक हबो हजार हजार शिशु बन्या क्लिष्ट शिशु मान को उद्धार करने मते निश्चित भाव में अंटा भिड़ी बाहर हबो यह कही गोपबंधु यही पदरे एबे परवर्ती पदरे मध्य कहुई। कहीं जीव तुमे कहीं जीव तुमे प्रश्न उठिला बाहरुछ एबे कहीं बन्यांचले बन्या पीड़ित जनतार सेवा पाई एकई पुत्र रोगे बहुदिन होइछि शय्यागत एतिकी बेलकु दिशुछि तुमको जनता सेवार पथ अद्भुत ए विचार मरम तले ए चिंता किपरि लभी अछि संचार। तांका पत्नी कहउछन्ति किए बा कहउछन्ति कहीं जीव तुमे तुमे कुआड़े जीव ये प्रश्न तांकु निश्चित भाव में घाइला करिथिला गोपबंधु को सेदिन बन्यांचल बन्या प्रपीड़ित जनता मानकर सेवा करबा पई बाहरिछ एकई पुत्र गोटे पुत्र को जी रोगरे अनेक दिन है धरी शय्याशायी अच्छी ताकू छाड़ी तुम कि भाव में चलीज एतिकी बेल को दिशुची तुमको जनता सेवार पथ कि अद्भुत तुम विचार यह निश्चित भाव में कहते पत्नी यह कहुई। गृहर जीवन परिधि रची सन्मोह कारापुरी बाहरे अच्छी जे विशाल दुनिया मुत न पारि भूली एकई सकाशे अनेकर डाक मुत न पारि एड़ी छंदना एबे चरणे मोहर अंध ममता बेड़ी दियो छाड़ी दियो मोते चली जाए आज चली जाए मुहि विश्व जीवन पथे। ए उक्ति थिला उत्कलमणि पंडित गोपबंधु दासंकर जहाँ ओडिया माने श्रद्धारे कहते दासे आपणे से स्त्री को संबोधन कर कहते गृह परिधि भितर सन्मोह कारापरि पुत्र स्त्री मोहमाया पड़ी रही बंचिबा जीवन मोर नुहे गो बाहर अच्छी विपुल जीवन बाहर हजार हजार आर्त चित्कार कर तुम शुणी पारुन से पिला माने आमरी जो माने बन्या दाऊ बन्या पानी घर में अच्छा मुझे भूली पारि ना तेणु गोटे पुओ सकाशे अनेकंकर डाकू मु तो एड़ी पारि ना के सुंदर भाव में कहुई कवितार मते तुम कौन माया ममता बेड़ी आउ छंदी दियो ना मते छाड़ी दियो गोटे पुओ पछे मृत्यु मुखर पड़ू मते किंतु कोटी कोटी पुओ मान को उद्धार करने को हम यह कही चली जाए आज चली जाए मुहि विश्व जीवन पथे दियो छाड़ी दियो मते। वास्तविक कविता सार्थक होइछि। सहसा अपर कक्ष को जाई प्रिय पत्नीर पासे बुझाई कहिले मनर बासना प्राणर आकुल भाषे बुझाई कि केबे जन्मदायिनी बुझाई कि केबे नारी
ଅନ୍ତରେ ଯେବେ ଅଶ୍ରୁ ଆବେଗ ଫାଟି ପଡ଼ୁଥାଏ ଖାଲି ଯିବାପାଇଁ ଯଦି ଚାହଁ ମୋତେ ଆଗ ମାରି ସନ୍ତାନଟିରେ ମାରିଦେଇ ଚାଲିଯାଅ। ଅଭିମାନିନୀ ସ୍ତ୍ରୀ ଯେଉଁ କୁହାଯାଉଛି, ଗୋପବନ୍ଧୁଙ୍କର ପତ୍ନୀ ଅତ୍ୟନ୍ତ ଅଭିମାନିନୀ। ଅପର କକ୍ଷକୁ ଯାଇ ଯେତେବେଳେ ଗୋପବନ୍ଧୁ ତାଙ୍କୁ ବୁଝାଉଥିଲେ ଯେ ମୋତେ ଯିବାକୁ ହେବ, ତମେ ଏଇ ରୋଗିଣା ଶିଶୁର ଦାୟିତ୍ୱ ବୁଝ, କିନ୍ତୁ ଜନ୍ମଦାୟିନୀ ଯିଏ ନିଜର ରୋଗିଣା ଶିଶୁର ଦାୟିତ୍ୱ ସିଏ ବା କ'ଣ ନେବ? ଗୋପବନ୍ଧୁକୁ ସେ ବାରଣ କରୁଥିଲେ ଏବଂ ସେ କହିଥିଲେ ଅନ୍ତର ଯେବେ ଅଶ୍ରୁ ଆବେଗେ ଫାଟି ପଡ଼ୁଥାଏ ଖାଲି ଯିବାପାଇଁ ଯଦି ଚାହଁ ମୋତେ ଆଗ ମାରି ସନ୍ତାନଟିରେ ମାରିଦେଇ ଚାଲିଯାଅ। ଯଦି ତୁମେ ଯିବାକୁ ଚାହୁଁଛ ଗୋପ ଅଞ୍ଚଳକୁ ବନ୍ୟା ପ୍ରପୀଡ଼ିତ ଦୁସ୍ଥ ଜନତାର ସେବା କରିବା ପାଇଁ, ତେବେ ଆଗ ମୋତେ ମାରିଦିଅ, ତାପରେ ଏ ଶିଶୁକୁ ମାରିଦେଇ ତୁମେ ଚାଲିଯାଅ। ଯେଉଁ କୁହାଯାଉଛି ଯିଏ ଜନ୍ମଦାୟିନୀ ସନ୍ତାନ ବତ୍ସଳା ମା, ସେଇ ସନ୍ତାନ ପାଇଁ ନିଶ୍ଚିତ ଭାବରେ ତାଙ୍କର ଅଭିମାନ ଉକୁଟି ଉଠିଛି। ଏହି କର୍ତ୍ତବ୍ୟ ବିମୂଢ଼ ଏବଂ କି କର୍ତ୍ତବ୍ୟ ବିମୂଢ଼ ହୋଇ ଗୋପବନ୍ଧୁ କ'ଣ କରିବେ କିଛି ସ୍ଥିର କରିପାରୁନାହାନ୍ତି। ଆସନ୍ତୁ ପରବର୍ତ୍ତୀ ପଦକୁ ଆଲୋଚନା କରିବା। ଜୀବନର ମହାମାୟା ସମ୍ମୁଖେ ବଜ୍ର ସାଧନା ସାଧି ନିର୍ବାକ ହୋଇ ରହିଗଲେ ତହିଁ ବଧିର ବିଶ୍ୱବାଦୀ। ଛଳ ଛଳ କରି ଥରଟିଏ ଚାହିଁ ପୀଡ଼ିତ ପୁତ୍ର ମୁଖେ କ୍ଷିପ୍ର ଚରଣେ ବାହାରି ପଡ଼ିଲେ ମୁକ୍ତ ଧରଣୀ ବୁକେ। ଶୁଭୁଥିଲା ପଛଆଡ଼େ କେଳେ ଅଦ୍ଭୁତ ମଣିଷ ଏ ସତେ ଜନ୍ମିଛି ସଂସାରେ। ତାଙ୍କ ପତ୍ନୀ କହୁଥିଲେ କି ଅଦ୍ଭୁତ ମଣିଷ ଏ ସଂସାରରେ ଜନ୍ମ ଲାଭ କରିଛି ଗୋପବନ୍ଧୁ ନାମରେ, ଯିଏ ନିଜର ବାଧକା ଶିଶୁକୁ ଘରେ ଛାଡ଼ି ଯିଏ ବନ୍ୟା ଦୁର୍ଗତ ଅଞ୍ଚଳର ଶିଶୁମାନଙ୍କ ଉଦ୍ଧାର ନିମନ୍ତେ ଘରୁ ଗୋଡ଼ କାଢ଼ି ବାହାରିଯାଏ। ସତରେ କେତେ ଅଦ୍ଭୁତ ଏ ମଣିଷ। ତେଣୁ ଆଖି ଛଳଛଳ ହୋଇ ଉଠେ ମଣିଷର ଏଇ କଥା ଭାବିଲା ବେଳକୁ। ବାସ୍ତବିକ ଏହା ଏକ ଅଶ୍ରୁଝରା କରୁଣ କବିତା ନିଶ୍ଚିତ ଭାବରେ କୁହାଯାଇଛି। ପରବର୍ତ୍ତୀ ପଦରେ କୁହାଗଲା କ୍ଳାନ୍ତ ଶରୀର ମଳିନ ବଦନ ପଞ୍ଚ ଦିବସ ପରେ ବନ୍ୟା ପୀଡ଼ିତ ଅଞ୍ଚଳୁ ବୀର ବାହୁଡ଼ିଲେ ପୁଣି ଘରେ। ଅଶ୍ରୁ ନୁହଇ ନୟନରୁ ଦେଇ ହୃଦୟ ରକ୍ତ ଭରା ପୁରୁଷ ବଚନେ ପଚାରି ଉଠିଲେ ବିଧୁର ବତ୍ସହରା। ଆଉ କି ଦେଖିବ ଏବେ ବାସନା ତୁମର ପୂର୍ଣ୍ଣ ହେଲା ତ ଆଉ କି ଇଚ୍ଛା ତେବେ। ଯିଏ ସନ୍ତାନହରା ମା ଗୋପବନ୍ଧୁଙ୍କ ପତ୍ନୀ ତାଙ୍କୁ କହୁଛନ୍ତି ଆଉ କାହିଁକି ଆସିଲ, କ'ଣ ଦେଖିବା ପାଇଁ ଆସିଲ? ଯେତେବେଳେ 5 ଦିନ ପରେ ବନ୍ୟା ଦୁର୍ଗତ ଅଞ୍ଚଳରୁ ଫେରିଛନ୍ତି ଗୋପବନ୍ଧୁ ଅବସନ୍ନ ମନ ନେଇ, କ୍ଳାନ୍ତ ମନ ନେଇ ସେବା କରି କରି ଉଦ୍ଧାର କରି ବନ୍ୟା ପ୍ରପୀଡ଼ିତ ଜନତାଙ୍କୁ ଏବଂ ଛୋଟ ଛୋଟ ଶିଶୁମାନଙ୍କୁ ଉଦ୍ଧାର କରି ସେ ଫେରିଛନ୍ତି ଗୋପ ଅଞ୍ଚଳରୁ। ଆଉ ସେତିକିବେଳେ ତାଙ୍କ ସ୍ତ୍ରୀ ତାଙ୍କୁ କହୁଛନ୍ତି ଆଉ କି ଦେଖିବ ଏବେ ବାସନା ତୁମର ପୂର୍ଣ୍ଣ ହେଲା ତ ଆଉ କି ଇଚ୍ଛା ତେବେ। ତୁମର ବାସନା ପୂର୍ଣ୍ଣ ହେଲା ତ ତୁମର ଏକୋଇର ବଳା ଯେଉଁ ଗୋଟିଏ ମାତ୍ର ଶିଶୁ ସେ ଏବେ ଆଉ ତୁମ ପାଖରେ ନାହିଁ, ସେ ସବୁଦିନ ପାଇଁ ସେଜ ଛାଡ଼ି ଚାଲିଯାଇଛି ମଶାଣୀକୁ। ତେଣୁ ବଡ଼ ହୃଦୟ ବିଦାରକ ବଡ଼ କରୁଣ ଏ କାହାଣୀ। ଗୋପବନ୍ଧୁଙ୍କ ସମ୍ପର୍କିତ ଏହି ବିଶ୍ୱ ଜୀବନ ପଥ କବିତା ଲେଖି ନିଶ୍ଚିତ ଭାବରେ କବି ରାଧାମୋହନ ଗଡ଼ନାୟକ ଉତ୍କଳୀୟ ଜନମାନସରେ ଅମର ହୋଇଯାଇଛନ୍ତି। ଏବଂ ଆସନ୍ତୁ ଏହାର ପରବର୍ତ୍ତୀ ପଦକୁ ଆଲୋଚନା କରିବା, ଯାହାକୁ ଆମେ କହୁଛେ ଏହାର ଅନ୍ତିମ ପଦ। ବିଶ୍ୱଦରଦୀ ପାଷାଣ କଠୋର ଧୈର୍ଯ୍ୟ ସାଧନା ବରେ ମରମ ତଳର ଉଦ୍ଗତ ଲୁହ ଚାପି ନେଲେ ମରମରେ। କରୁଣ ଅଧରେ ସ୍ମିତ ବିକଶାଇ ଭାସିଲେ ନବୀନ ଭାବ ଲୁହ ପୋଛି ଏବେ ଦେଖିନିଅ ସଖୀ ଅଭିନବ ଏଇ ଲାଭ। ଗୋଟିଏ ପୁତ୍ର ଦେଇ ହୃଦୟ ମୋହର ଶତପୁତ୍ର ମୁଁ କୁଢ଼ାଇ ଆଣିଛି ଏଇ। ଛାନ୍ଦସିକ କବି, ଗାଥା କବି, ପ୍ରଣମ୍ୟ ରାଧାମୋହନ ଗଡ଼ନାୟକ କଲଣ୍ଡା ପାଳର କବି ତାଙ୍କ କଲମ ମୁନରେ କିଭଳି ଭାବରେ ତାଙ୍କର ମନର ଭାବନାକୁ ଏଠାରେ ପ୍ରସ୍ଫୁଟିତ କରିଛନ୍ତି ଗୋପବନ୍ଧୁ ଏବଂ ତାଙ୍କ ଧର୍ମପତ୍ନୀଙ୍କ ସମ୍ପର୍କରେ। ଯେଉଁ କୁହାଯାଉଛି ଏକମାତ୍ର ଶିଶୁ ପୁତ୍ରର ମୃତ୍ୟୁରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯେଉଁ କଥୋପକଥନ ଭାବନାକୁ କୁହାଯାଇଛି। ବିଶ୍ୱଦରଦୀ ପାଷାଣ କଠୋର ଧୈର୍ଯ୍ୟ ସାଧନା ଭରେ ମରମ ତଳର ଉଦ୍ଗତ ଲୁହ ଚାପି ନେଲେ ମରମରେ। ଗୋଟିଏ ମାତ୍ର ପୁତ୍ରର ମୃତ୍ୟୁ ଖବର ତାଙ୍କୁ ବିଗଳିତ କରିନାହିଁ ଗୋପବନ୍ଧୁଙ୍କୁ। ତେଣୁ ସେ ଯେଉଁ କୁହାଯାଉଛି ତାଙ୍କ ହୃଦୟ ତଳେ ତାକୁ ଚାପି ନେଲେ, ତାଙ୍କ ମରମରେ ତାକୁ ଚାପିଦେଲେ ଏବଂ କରୁଣ ଅଧରେ ସ୍ମିତ ବିକଶାଇ ମୁହଁରେ ତାଙ୍କର ସ୍ମିତହାସ ଉକୁଟି ଉଠିଥିଲା। କାରଣ ତାଙ୍କ ସାଧନା ସିଦ୍ଧି ଲାଭ କରିଛି। ସେ ଯାଇଥିଲେ ଯେଉଁ ବନ୍ୟା ଅଞ୍ଚଳକୁ, ସେଠି ହଜାର ହଜାର ଦୁର୍ଗତ ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି, ହଜାର ହଜାର ଅନାଥ ଶିଶୁମାନଙ୍କୁ ଉଦ୍ଧାର କରିଛନ୍ତି। ଏଇ ତ ଲାଭ ହେଇଛି। ଏବଂ ସେ କହିଛନ୍ତି ଗୋଟିଏ ପୁତ୍ର ସିନା ଜନ୍ମ ନେଇଗଲା, କିନ୍ତୁ ହୃଦୟ ମୋହର ଶତପୁତ୍ର ମୁଁ କୁଢ଼ାଇ ଆଣିଛି ଏଇ। ଆଖିରୁ ଲୁହ ପୋଛି ଏବଂ ସେ କହି ଉଠିଲେ ମୁଁ ସିନା ଗୋଟିଏ ପୁତ୍ରକୁ ହରେଇଛି, ଏଇ ଦେଖ ଶହ ଶହ ପୁଅମାନେ କିଭଳି ଭାବରେ ମୋ ହୃଦୟରେ ଅଛନ୍ତି, ଆଉ ଯେଉଁମାନଙ୍କୁ ମୁଁ ବନ୍ୟା ଦୁର୍ଗତ ଅଞ୍ଚଳରୁ ଉଦ୍ଧାର କରି ଆଣିଛି। ଏହା ଥିଲା ଏ କବିତାର ସାରାଂଶ, ଯେଉଁ କୁହାଯାଉଛି ବିଶ୍ୱ ଜୀବନ ପଥେ ଉତ୍କଳିକା କବିତା ସଂକଳନର ପ୍ରଥମ ପଦ୍ୟ ଭାବରେ ନିଆଯାଇଛି। ଏବଂ ପରିଶେଷରେ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକୁ ଲକ୍ଷ୍ୟ କରି ଆମେ ଅନ୍ୟାନ୍ୟ କବିତା ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।